ଜୟ ଜଗନ୍ନାଥ ସାଙ୍ଗମାନେ। ତ ଆପଣମାନଙ୍କ ପାଇଁ ଓଡିଶାର ହୋମ ଗାର୍ଡ ନିଯୁକ୍ତି ସୁଯୋଗ ଆସିଛି। ଆପଣମାନେ ଜାଣିଥିବେ ପୂର୍ବରୁ ମୁଁ ଆପଣମାନଙ୍କର 5ଟା ଜିଲ୍ଲାରେ ଯୋଉ ଭ୍ୟାକେନ୍ସି ଆସିଥିଲା ତା ବିଷୟରେ ଡିସ୍କସନ କରିଥିଲି। ତ ସେଥିରେ ଆପଣମାନଙ୍କର ରାଉରକେଲା ଥିଲା ଏବଂ ଆପଣମାନଙ୍କର ପୁରୀ ଥିଲା, ତା ସହିତ ଆପଣମାନଙ୍କର କଳାହାଣ୍ଡି ଏବଂ ବାଲେଶ୍ଵର ଏବଂ ଆଉ ନୟାଗଡ଼ ଆଉ ଗୋଟେ ଏମିତି ଥିଲା। ତ ସେ ଭିଡିଓ ଯଦି ଆପଣମାନେ ଦେଖିନାହାନ୍ତି ତ ଆପଣମାନେ ଯେଉଁ ଜିଲ୍ଲାର ବାସିନ୍ଦା ହେଇଥିବେ ସେଇ ଜିଲ୍ଲା ପାଇଁ କେବଳ ଆପଣମାନେ ହୋମଗାର୍ଡ ପଦବୀରେ ଆବେଦନ କରିପାରିବେ। ତ ପୂର୍ବ ଭିଡିଓଟା ଯଦି ଦେଖିନାହାନ୍ତି ଆପଣଙ୍କ ସେଇ ଜିଲ୍ଲାରେ ଯଦି ଅଟନ୍ତି ତାହେଲେ ନିହାତି ଭାବେ ସେ ଭ୍ୟାକେନ୍ସି ପାଇଁ ଆପଣମାନେ ଫର୍ମ ଆବେଦନ କରିପାରିବେ। ଏବେ ଆପଣମାନଙ୍କର ଆଉ 2ଟା ଜିଲ୍ଲା ପାଇଁ ଭ୍ୟାକେନ୍ସି ଆସିଛି। ସୁନ୍ଦରଗଡ଼ ଜିଲ୍ଲା ପାଇଁ, ସୁନ୍ଦରଗଡ଼ ଜିଲ୍ଲାରେ 21 ତାରିଖରେ ନୋଟିସ ଆସିଛି। ଆପଣମାନେ ନୋଟିସର ଡେଟ୍ ମଧ୍ୟ ଦେଖିପାରୁଥିବେ। ଏଥିରେ ଯଦି ଆମେ ଦେଖିବା ମିନିମମ୍ ଯଦି ଆପଣମାନେ ପଞ୍ଚମ ପାସ୍ କରିଥିବେ, 5th କ୍ଲାସ ପଞ୍ଚମ ପାସ୍ କରିଥିଲେ ତାହେଲେ ଆପଣମାନେ ଏଇ ପଦବୀ ପାଇଁ ଏଲିଜିବୁଲ ବା ଆବେଦନ କରିପାରିବେ। ଆପଣଙ୍କର ଯୋଉ ବୟସ ସୀମା ରହିଛି 20 ବର୍ଷରୁ 60 ବର୍ଷ। ଯଦି ଆପଣମାନେ ମିନିମମ୍ ବୟସ ଦେଖିବେ, ଯଦି 20 ବର୍ଷରୁ ଅଧିକ 60 ବର୍ଷରୁ କମ ଆପଣଙ୍କର ବୟସ ରହିଛି ତାହେଲେ ଆପଣମାନେ ହୋମ ଗାର୍ଡ ପଦବୀ ପାଇଁ ଆବେଦନ କରିପାରିବେ। ଏଥିରେ ଟୋଟାଲ ଭ୍ୟାକେନ୍ସି ଯଦି ଦେଖିବା ପଦବୀ ସଂଖ୍ୟା 92ଟି ଅଛି। ତ ଏଇଟା ଟୋଟାଲ ସୁନ୍ଦରଗଡ଼ର ବାସିନ୍ଦା ମାନେ ଫର୍ମଟିକୁ ଆବେଦନ କରିପାରିବେ। ଯଦି ଅନ୍ୟ କୌଣସି ଜିଲ୍ଲାରେ ଆପଣ ଅଟନ୍ତି ତାହେଲେ ଆପଣମାନେ ଫର୍ମଟିକୁ ଆବେଦନ କରିପାରିବେ ନାହିଁ। କେବଳ ସୁନ୍ଦରଗଡ଼ ଜିଲ୍ଲାରେ ଆପଣମାନେ ହେଇଥିବା ଦରକାର। ଏବଂ ଯୋଉ 92ଟା ପଦବୀ ଏଥିରେ ରହୁଛି ଆପଣମାନେ ଅଫଲାଇନରେ ଏହାକୁ ଆବେଦନ କରିବେ। ତ କେହି ଭାବିବେନି ଅନଲାଇନ ଆବେଦନ ହବ। ତ ଏଇଟା ଆପଣମାନେ ଅଫଲାଇନ ଆବେଦନ କରିବେ। ଆପଣଙ୍କର ଯୋଉ ଫାଣ୍ଡି ଥିବ ସୁନ୍ଦରଗଡ଼ରେ ଯେକୌଣସି ଥାନା କିମ୍ବା ଫାଣ୍ଡିରୁ ଆପଣମାନେ ଯାଇକି ଅଫଲାଇନ ଫର୍ମ ସେଠୁ ଆଣିପାରିବେ। ଆଣିଲା ପରେ ଆପଣମାନେ ଫର୍ମଟିକୁ ଆବେଦନ କରିକି ଆପଣମାନେ ତାକୁ କଣ କରିବେ, ନେଇକି ସବମିଟ କରିବେ। ତା ସହିତ ଯଦି ଅନଲାଇନର ଡେଟ୍ ଆମେ ଦେଖିବା 22 ଫେବୃଆରୀରୁ ଅନଲାଇନର ଡେଟ୍ ଆରମ୍ଭ ହେଇଛି। 15 ମାର୍ଚ୍ଚ ପର୍ଯ୍ୟନ୍ତ ଆପଣମାନେ ଏଇ ଫର୍ମଟିକୁ ଆବେଦନ କରିବେ। ଏଇ ଜାଗାରେ ଆପଣ ଲେଖା ହେଇଛି ଆବେଦନକାରୀ ମାନେ ନିକଟସ୍ଥ ଥାନା, ଫାଣ୍ଡି ଏବଂ ସମାଦେଷ୍ଟା ଗୃହ ରକ୍ଷା ବାହିନୀଙ୍କ କାର୍ଯ୍ୟାଳୟ କିମ୍ବା ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ବୁଝିପାରିବେ। ଯଦି କିଛି ଅସୁବିଧା ଆପଣମାନଙ୍କର ହଉଛି ବୁଝିପାରୁନାହାନ୍ତି ତ ଆପଣମାନେ ସେଇଠି ଯାଇକି ବୁଝିପାରିବେ। କମ୍ପ୍ୟୁଟର ଜ୍ଞାନ, ବାହନ ଚାଳକ, ଅନ୍ୟାନ୍ୟ କ୍ଷେତ୍ରରେ ଦକ୍ଷତା ଥିବା ଆବେଦନକାରୀଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ। ଆପଣଙ୍କ ପାଖରେ କମ୍ପ୍ୟୁଟର ନଲେଜ ଥିବ ଏବଂ ଯୋଉ 4 ହ୍ୱିଲର ଗାଡି ଅଛି କିମ୍ବା 2 ହ୍ୱିଲର ମଧ୍ୟ ଆପଣମାନେ ଯଦି ଗାଡି ଶିଖିଥିବେ ଆଉ ଅନ୍ୟାନ୍ୟ କ୍ଷେତ୍ରରେ ଯଦି ଦକ୍ଷତା ଥିବ ତାହେଲେ ଆପଣମାନଙ୍କୁ ସେଠି ନିଯୁକ୍ତି କରାଯିବ। ଏଇଟା ମଧ୍ୟ ଆପଣମାନଙ୍କର ଏକ୍ଜାମ ହବ। ପଞ୍ଚମ କ୍ଲାସରେ ଯେହେତୁ ପାସ୍ ଆଉଟ୍ ରହିଛି ତାହେଲେ ଆପଣମାନଙ୍କର ଏଥିରେ ଏକ୍ଜାମ ମଧ୍ୟ ଦେବେ। ଏକ୍ଜାମ ଦେବା ପରେ ଆପଣମାନଙ୍କର 3 ବର୍ଷର କାର୍ଯ୍ୟକାଳ ରହିବ। ଏଠି ଲେଖା ହେଇଛି 3 ବର୍ଷର କାର୍ଯ୍ୟକାଳ ପାଇଁ ଆପଣମାନେ ଏଇ ଫର୍ମଟିକୁ ଆବେଦନ କରିକି ଆପଣମାନେ ଏଥିରେ ସିଲେକ୍ସନ ହେବେ। ଯଦି ହଉଛନ୍ତି ତାହେଲେ ଆପଣମାନଙ୍କ ଦରମା ମିନିମମଟା 30,000 ପାଖାପାଖି ଆପଣମାନଙ୍କୁ ସାଲାରୀ ମିଳିବ। 30,000 ଅଧିକ ମଧ୍ୟ ମିଳିପାରେ। ତ ଏଇଟା ତାଙ୍କର ଯୋଉଟା ସାଲାରୀ ଅଛି ତାଙ୍କ ସାଲାରୀ ସ୍କେଲ ଅନୁସାରେ ଆପଣମାନଙ୍କୁ ସେଥିରେ ମିଳିବ। ତ ନେକ୍ସଟ ଚାଲନ୍ତୁ ଦେଖିବା ଆଉ କୋଉ ଜିଲ୍ଲା ପାଇଁ ଆସିଛି। ନେକ୍ସଟ ଆପଣଙ୍କର ଭଦ୍ରକ ଜିଲ୍ଲା ପାଇଁ ଆସିଛି। ଡେଟ୍ ବି ମଧ୍ୟ ଦେଖିପାରୁଥିବେ। ଜିଲ୍ଲା ଗୃହ ରକ୍ଷା କାର୍ଯ୍ୟାଳୟ ଭଦ୍ରକ 22 ଫେବୃଆରୀ ଆପଣମାନଙ୍କର ଏଇଟା ନୋଟିଫିକେସନ ଆସିଛି। ଏଥିରେ ଯଦି ଆମେ ଦେଖିବା ମୋଟ 47ଟି ଭ୍ୟାକେନ୍ସି ରହୁଛି ଭଦ୍ରକ ଜିଲ୍ଲା ପାଇଁ। ଏଇ ଯୋଉ 47 ଭ୍ୟାକେନ୍ସି ଅଛି ଆପଣମାନେ ଭଦ୍ରକ ଜିଲ୍ଲାର ବାସିନ୍ଦା ହେଇଥିଲେ ଆପଣମାନେ ଭଦ୍ରକ ଜିଲ୍ଲା ପାଇଁ ଫର୍ମ ଆବେଦନ କରିପାରିବେ। ଯଦି ଆମେ ଏଥିରେ ଦେଖିବା ଯୋଗ୍ୟତା ଆପଣମାନଙ୍କର ଏଇ ଜାଗାରେ ଲେଖା ହେଇଛି ଦେଖନ୍ତୁ, ଭଦ୍ରକ ଜିଲ୍ଲା ଆବେଦନକାରୀ ଭଦ୍ରକ ଜିଲ୍ଲାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ଆବେଦନକାରୀ ଓଡିଆ ଭାଷାରେ କହିବା, ଲେଖିବା, ପଢିବା ଜାଣିଥିବା ଆବଶ୍ୟକ। ଆବେଦନକାରୀ କୌଣସି ଫୌଜଦାରୀ ବା ଆପଣଙ୍କ ନାଁରେ କୌଣସି ଏଫଆଇଆର କିମ୍ବା ପୋଲିସ କେସ୍ ହେଇନଥିବ। ଆବେଦନକାରୀ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ହୋଇଥିବ। ଏବଂ ଆପଣଙ୍କର ଦେଖନ୍ତୁ ଏଠି 40ଟା ରହିଛି ପୁରୁଷଙ୍କ ପାଇଁ, 7ଟା ରହିଛି ମହିଳା ମାନଙ୍କ ପାଇଁ। ଏଥିରେ ଆପଣମାନଙ୍କର ବହୁତ ମେଲ ଫିମେଲ ମଧ୍ୟ ଆବେଦନ କରିପାରିବେ। ମୋଟ 47ଟି ଭ୍ୟାକେନ୍ସି। ଏଥିରେ ଯଦି ଆମେ ଦେଖିବା ପଞ୍ଚମ ଶ୍ରେଣୀ ପାସ୍ ଦେଖନ୍ତୁ ରହିଛି। ଯେକୌଣସି ଆପଣମାନେ ହୋମଗାର୍ଡ ଆବେଦନ କରିବେ ଯେକୌଣସି ଜିଲ୍ଲା ପାଇଁ ସେଥିରେ କେବଳ ପଞ୍ଚମ ପାସ୍ କରିଥିଲେ ଆପଣମାନେ ଫର୍ମ ଆବେଦନ କରିପାରିବେ। ଯଦି ଆମେ ଏଥିରେ ଦେଖିବା ଅନଲାଇନର ଡେଟ୍ ଯୋଉଟା କି 24 ତାରିଖ ଠାରୁ ଆବେଦନ ହବା ଷ୍ଟାର୍ଟ ହେଇଯାଇଛି, ମାନେ ଆଜିର ଦିନ ଠାରୁ ଆପଣମାନେ ଆବେଦନ କରିପାରିବେ ଏବଂ 7 ମାର୍ଚ୍ଚ ପର୍ଯ୍ୟନ୍ତ ଆପଣମାନେ এই ଫର୍ମଟିକୁ ଲାଷ୍ଟ ସବମିଟ କରିପାରିବେ। ଏ ଦେଖନ୍ତୁ ଲେଖା ହେଇଛି ନିକଟସ୍ଥ ଥାନା ଫାଣ୍ଡିରୁ ଆପଣମାନେ ଯାଇକି ଫର୍ମ ଆଣିବେ। ଯଦି କିଛି ପ୍ରୋବ୍ଲେମ ହବ ସେଠି ଆପଣମାନେ ତାଙ୍କ ସହିତ କଥା ହେଇପାରିବେ। ଏବଂ ଆବେଦନକାରୀ ଡ୍ରାଇଭିଂ, କମ୍ପ୍ୟୁଟର, ଡାଟା ଏଣ୍ଟ୍ରି, ଯୋଉଟା କି ହାର୍ଡୱାର, ଇଲେକ୍ଟ୍ରିସିଆନ, ଅଟୋମୋବାଇଲ ଏସବୁ ଆପଣଙ୍କ ପାଖରେ ନଲେଜ ଥିବା ଦରକାର। ତ ସେଥିରେ ଆପଣମାନଙ୍କର ଏକ୍ଜାମ ଦ୍ଵାରା ସିଲେକ୍ସନ ଆପଣମାନେ ହେବେ। ତ
तो एतिକି ଥିଲା କିଛି इनफॉरमेशन ଆପଣଙ୍କ ସହିତ ସେୟାର କଲି। ନେକ୍ସଟ ଆପଣମାନଙ୍କର କେଉଁ ଜିଲ୍ଲା ଅଟେ ତ ଆପଣ ସେଇଟା କମେଣ୍ଟ ସେକ୍ସନରେ ଟିକେ ଜଣେଇଦେବେ, ଯାହା ଦ୍ୱାରା କି ମୁଁ ଆପଣମାନଙ୍କୁ ନେକ୍ସଟ ଯେତେବେଳେ ଆସିବ ମୁଁ ସେଇଟା ଆପଣମାନଙ୍କୁ ଜଣେଇବି ଯେ ଆପଣମାନଙ୍କର ଆପଣମାନଙ୍କର ଏକ୍ଜାମ କେବେ ହବ ଏବଂ ତା ସହିତ ଆପଣମାନଙ୍କର ଯୋଉ ଜିଲ୍ଲା ମେନସନ କରିଥିବେ ସେ ଜିଲ୍ଲାରେ କେବେ ନୋଟିଫିକେସନ ଆସିବ, ଫର୍ମ କେବେ ଆବେଦନ ହବ ତାକୁ ମଧ୍ୟ ଆପଣଙ୍କ ସହିତ ସେୟାର କରିବି। ଯଦି ଭିଡିଓ ପସନ୍ଦ ଆସିଥିବ ଲାଇକ୍ ସେୟାର କରିବେ, ଆଉ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଏବେ ହିଁ ସବସ୍କ୍ରାଇବ କରିକି ଅଲ୍ ନୋଟିଫାଏ ମଧ୍ୟ କରିକି ରଖିବେ। ଥ୍ୟାଙ୍କ୍ସ ଫର ୱାଚିଂ।